ଛଅସ୍ତରୀତମ ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ମାଗଣା ସ୍ୱାସ୍ଥ୍ୟ ଶିବିର। 76ତମ ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ଗଞ୍ଜାମ ଜିଲ୍ଲା ଆସିକା ନୂଆଗାଁ ଚିନି ଶିଳ୍ପସ୍ଥିତ କୃଷ୍ଣନଗର ସାହି କୋଠଘରଠାରେ ମାଗଣା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଛି। ବିଶେଷକରି ଶିବିରରେ ସ୍ନାୟୁ ରୋଗର ଚିକିତ୍ସା ଓ ନିରାକରଣ ସହ ଲୋକମାନଙ୍କୁ ସଚେତନ କରାଯାଇଥିଲା। ବ୍ରହ୍ମପୁର ସମ୍ ହସ୍ପିଟାଲର ପ୍ରଫେସର ଭେଷଜ ଓ ସ୍ନାୟୁ ରୋଗ ବିଶେଷଜ୍ଞ ଡକ୍ଟର ଆନନ୍ଦ କୁମାର ଶାସ୍ତ୍ରୀ ଯୋଗଦେଇ ପକ୍ଷାଘାତ, ଅପସ୍ମାର, ନିଦ୍ରା ରୋଗ, ଅଣ୍ଟା ବିନ୍ଧା, କାନ୍ଧ ଓ ବେକ ବିନ୍ଧା, ମେରୁଦଣ୍ଡ ଓ ମାଂସପେଶୀ ଜନିତ କ୍ଷତ, ସ୍ନାୟୁ ଜନିତ ଦୃଷ୍ଟିଶକ୍ତି ହ୍ରାସ ପରି ସ୍ନାୟୁ ରୋଗ ଜନିତ ରୋଗରେ ଆକ୍ରାନ୍ତ ହୋଇଥିବା 100ରୁ ଊର୍ଦ୍ଧ୍ୱ ରୋଗୀଙ୍କୁ ଚିକିତ୍ସା କରିବା ସହ ମାଗଣା ଔଷଧ ଓ ପରାମର୍ଶ ଦେଇଥିଲେ। ଆୟୋଜକ ପ୍ରଦୀପ ବିଶ୍ୱାଳଙ୍କ ସହଯୋଗରେ ଏହି ମାଗଣା ସ୍ୱାସ୍ଥ୍ୟ ଶିବିରର ଆୟୋଜନ ହୋଇଥିବା ବେଳେ ସ୍ଥାନୀୟ ଯୁବକମାନେ ସହଯୋଗ କରିଥିଲେ। ମୋ ନାଁ ପ୍ରଦୀପ କୁମାର ବିଶ୍ୱାଳ, ମୋର ନୂଆଗାଁ। ଏଟା ଆମର ନୂଆଗାଁ କୃଷ୍ଣନଗର ସାହି କୋଠଘର ପାଖରେ ହେଇଛି। এটা ଅବଶ୍ୟ ସାରଙ୍କ ପ୍ରେରଣାରେ ଆମେ କରିଛୁ। ସାରଙ୍କର ଉତ୍ସାହ ଯେ କିଛି ଗରିବ ଲୋକଙ୍କୁ ସେଇ ଦେଖିବେ ଏବଂ ସେମାନେ ମାଗଣାରେ ଟିକେ ସ୍ୱାସ୍ଥ୍ୟ ଉପରେ ସଚେତନ ମଧ୍ୟ କରାଇବେ ସାର୍। ଆଉ ସେଥିପାଇଁ ଆମର ଗୋଟେ କମ୍ପାନୀର ମ୍ୟାନେଜର ମଧ୍ୟ ଆସୁଛନ୍ତି, ସେ ମଧ୍ୟ ସେଥିରେ ବହୁତ ଗୁଡ଼ିଏ ସ୍ପନ୍ସର କରିଛନ୍ତି। ଆଉ ଏଇଟା କେବଳ ଏଥିପାଇଁ ହେଉଛି ଯେ ଲୋକଙ୍କର ଆୱାରନେସ୍ ଏବଂ କିଛି ସୁଯୋଗ ପାଇବା ପାଇଁ, ସ୍ୱାସ୍ଥ୍ୟ ସୁବିଧା ପାଇବା ପାଇଁ, ଆଉ କିଛି ନାହିଁ। ବେଶୀ ବହୁତ ଗରିବ ବର୍ଗର ଲୋକ ଆସିଛନ୍ତି, ଯେଉଁମାନେ କି ମେଡ଼ିକାଲ ବ୍ରହ୍ମପୁର ଆସ୍କା ବ୍ରହ୍ମପୁର ଦେଖିନାହାନ୍ତି, ବ୍ରହ୍ମପୁର ମେଡ଼ିକାଲର ଦେଖିନାହାନ୍ତି। ଏଭଳି ଅବସ୍ଥାର ଲୋକ ଯେଉଁମାନେ କି ସେଇଥିପାଇଁ ଏ ସୁଯୋଗଟା ଏ କମ୍ପାନୀ ଏଥିପାଇଁ ସ୍ପନ୍ସର କରିଛନ୍ତି। ସାର୍ ଏଥିପାଇଁ ମଧ୍ୟ ଆମକୁ ପ୍ରେରିତ କରିଛନ୍ତି। ଆଉ ଡକ୍ଟର ଆନନ୍ଦ ଶାସ୍ତ୍ରୀଙ୍କର ତ କମ୍ପ୍ରୋମାଇଜ୍ ନାହିଁ। ସେ ଭଲ ନ୍ୟୁରୋଲୋଜିଷ୍ଟ ଜଣେ ଫିଲୋସଫି ଡାଇବେଟିସ୍ ସିମ୍ସ ଇଏରେ କରିଥିଲେ ଭେଲୋରରେ। ଆଉ ସେଇଥିପାଇଁ କିଛି ଗରିବ ଲୋକଙ୍କୁ ଆମେ ପ୍ରେରଣା ଦେଇଛୁ। ପାଖାପାଖି 100ରେ ତ ରେଜିଷ୍ଟ୍ରେସନ ହେଇଛି, କିନ୍ତୁ କେତେଜଣ ଯେ ଦେଖେଇ ପାରୁ ଆମେ କହିପାରୁନୁ, ସମୟ ଅନୁସାରେ ସେ ହବ। ହଁ, ମାଗଣା ଔଷଧ କିନ୍ତୁ କମ୍ପାନୀ ସେ କରିଛନ୍ତି, ଲିନସ୍ କମ୍ପାନୀ ବୋଲି ଗୋଟେ କମ୍ପାନୀ, ଫାର୍ମା କମ୍ପାନୀ, ସିଏ ସ୍ପନ୍ସର କରିଛନ୍ତି ମେଡ଼ିସିନ। ଆଉ ଏଥିରେ ମଧ୍ୟ କେତେ ଗୁଡ଼ିଏ ଏକ୍ସପେଣ୍ଡିଚର ମଧ୍ୟ ସେ ବହନ କରୁଛନ୍ତି। ହଁ, ଆବଶ୍ୟକ ରହିଛି ଏଟା ସଂସାର ପାଇଁ, ସମାଜ ପାଇଁ। କାରଣ କେତେ ଦଳିତ ଗରିବ ଶ୍ରେଣୀ ଲୋକ ଦେଖେଇ ପାରୁନାହାନ୍ତି। ସେ ହେଉଛି କଥା। ସେଥିପାଇଁ ଆମେ ଏ ଯୋଜନାଟା କରିଛୁ। ଏଥିରେ ମଧ୍ୟ ଆମର ସାହିର ଗାଁର ଯୁବଗୋଷ୍ଠୀ ମଧ୍ୟ ଅଛନ୍ତି, ମୋ ରିଲେଟିଭ୍ସ ମାନେ ଅଛନ୍ତି। ସମସ୍ତଙ୍କର ସହଯୋଗ ପ୍ରବଳ ସହଯୋଗ ଅଛି। ମୁଁ ଡକ୍ଟର ଆନନ୍ଦ ଶଙ୍କର ଶାସ୍ତ୍ରୀ। ମୁଁ ଆକ୍ଚୁଆଲି ନ୍ୟୁରୋଲୋଜିଷ୍ଟ ଅଛି ସମ୍ ହସ୍ପିଟାଲ ବ୍ରହ୍ମପୁରରେ। ମୋ ଘର ବ୍ରହ୍ମପୁର ଆଣ୍ଡ ମୋର ମୁଁ ନ୍ୟୁରୋଲୋଜି କରିଛି BHU ବନାରସରେ। ସୋ ବେସିକାଲି ଆମେ ଏଠି ଆମର ଏସ୍ପେସିଆଲି ପେସେଣ୍ଟ ମାନଙ୍କର ନ୍ୟୁରୋ ପ୍ରୋବ୍ଲେମ୍ ଅଛି, ସେମାନଙ୍କର ଚିକିତ୍ସା ପାଇଁ ଆମେ ମାନେ ଆସିଛୁ ଏଠିକି। ଆମର ମେନ୍ ପର୍ପୋଜ ଅଛି ସେଇଟା। ବଟ୍ ନ୍ୟୁରୋ ପ୍ରୋବ୍ଲେମ୍ ତ ଏମିତି ଗୋଟେ ସିଙ୍ଗଲ ପ୍ରୋବ୍ଲେମ୍ ନାହିଁ, ସେଗୁଡ଼ା ସବୁ ମାନେ ଅନ୍ୟ ସବୁ ରୋଗ ସହିତ ଜଡ଼ିତ। ଡାଇବେଟିସ୍, ବ୍ଲଡ଼ ପ୍ରେସର, ସବୁ ସ୍ପଣ୍ଡିଲାଇଟିସ୍, ସବୁ ପ୍ରୋବ୍ଲେମ୍ ନ୍ୟୁରୋ ପ୍ରୋବ୍ଲେମ୍ ସହିତ ଏକାଠି ଥାଏ। ତ ଚିକିତ୍ସା ସମସ୍ତଙ୍କର ଗୋଟେ ଏକାଠି କରିବାକୁ ପଡ଼େ। ଆଉ ନ୍ୟୁରୋ ପ୍ରୋବ୍ଲେମ୍ରେ ଆମର ବେସିକ୍ ପ୍ରୋବ୍ଲେମ୍, ସବୁଠୁ ବଡ଼ ପ୍ରୋବ୍ଲେମ୍ ହେଉଛି ଆମର ପାରାଲିସିସ୍ ଆଟାକ୍, ଯେଉଁଟାକି ଆମେ ବ୍ରେନ୍ ଷ୍ଟ୍ରୋକ୍ କହୁ। ବ୍ରେନ୍ ଷ୍ଟ୍ରୋକ୍ ଗୋଟେ ଜିନିଷ ଯେଉଁଟାକି ଥରେ ବ୍ରେନ୍ ଷ୍ଟ୍ରୋକ୍ ହେଇଗଲା ପରେ ଆଉ କିଛି ମାନେ ଔଷଧର ଏମିତି କିଛି ଔଷଧ ନାହିଁ ଯେଉଁଟାକି ଯେଉଁ ଆମ ପାରାଲିସିସ୍ଟାକୁ ଠିକ୍ କରିଦେବ ବୋଲି। ତ ବ୍ରେନ୍ ଷ୍ଟ୍ରୋକ୍ ହେବାର ଗୋଟେ ପ୍ରଥମ 3-4 ଘଣ୍ଟା ବହୁତ ମୂଲ୍ୟବାନ ସମୟ। ତ ସେଇ ସମୟ ଭିତରେ ଯଦି ଲୋକମାନେ ହସ୍ପିଟାଲ ପହଞ୍ଚି ପାରିବେ, ତାହେଲେ ଆମେ ଥର୍ମୋଲାଇସିସ୍ କରିକି ରୋଗୀର ପାରାଲିସିସ୍କୁ ବହୁତ କିଛି ମାତ୍ରାରେ କମେଇ ଦେଇପାରିବେ। ତା ସହିତ ପାରାଲିସିସ୍ ହେଲା ପରେ ଫିଜିଓଥେରାପିର ବହୁତ ରୋଲ ଅଛି, ଯେଉଁଟାକି ବହୁତ ଲୋକ ଜାଣିନାହାନ୍ତି। ତ ଆମକୁ ଲୋକଙ୍କୁ ଟିକେ ଆୱେରନେସ୍ କରିବାର ଅଛି। ତା ସହିତ ବହୁତ ଲୋକ ତ ସ୍ପଣ୍ଡିଲାଇଟିସ୍ ପ୍ରୋବ୍ଲେମ୍ ଅଛି, ଯେଉଁ ଲୋକଙ୍କର ଅପସ୍ମାର ବାତ ରୋଗ ଅଛି, ଡାଇବେଟିସ୍ ଯୋଗୁଁ ସ୍ନାୟୁ ପ୍ରୋବ୍ଲେମ୍ ଅଛି, ଡାଇବେଟିକ୍ ଫୁଟ୍ ଅଛି, ଆଉ ନ୍ୟୁରୋ ପ୍ରୋବ୍ଲେମ୍ ଅସଂଖ୍ୟ ନ୍ୟୁରୋ ପ୍ରୋବ୍ଲେମ୍ ଅଛି। ବଟ୍ ମେନ୍ ଫୋକସ୍ ହେଉଛି ଆମର ଷ୍ଟ୍ରୋକ୍, ପାରାଲିସିସ୍, ଅପସ୍ମାର ବାତ, ତା ସହିତ ମେରୁଦଣ୍ଡ ଜନିତ। ଆଜି ତ ଆମର ଟାର୍ଗେଟ୍ ଅଛି ମିନିମମ୍ 100 ପେସେଣ୍ଟ ଦେଖିବାର। ଆଉ ଆଜି ତ ପ୍ରଥମ ଥର ପାଇଁ ଆମେ ଷ୍ଟାର୍ଟ କରିଛୁ, ଯଦି ମାନେ ଦରକାର ପଡ଼ିଲା ଭବିଷ୍ୟତରେ ବି ଆହୁରି ପ୍ଲାନ୍ ଅଛି ଏମିତି କରିବା। ଡେଫିନେଟଲି ଲୋକମାନଙ୍କର ଦୁଇଟା ଜିନିଷ ବହୁତ ଇମ୍ପୋର୍ଟାଣ୍ଟ। ଗୋଟେ ହେଉଛି ଲୋକମାନଙ୍କର ମାଗଣା ଦେଖିବା ଆଣ୍ଡ ଚିକିତ୍ସା। ସେକେଣ୍ଡ ଥିଙ୍ଗ, ମୋଷ୍ଟ ଇମ୍ପୋର୍ଟାଣ୍ଟ ଥିଙ୍ଗ ଅଛି ଲୋକମାନଙ୍କର ମନରେ ଜାଗୃତତା ପୈଦା କରିବା, ଆୱେରନେସ୍ ପୈଦା କରିବା। କାହିଁକିନା ଆୱେରନେସ୍ ନହେଲେ ଲୋକମାନେ ଆସିବେନି ମେଡ଼ିକାଲ।
ମେଡ଼ିକାଲ ଆସିଲେ ତ ଆମେ ଚିକିତ୍ସା କରିବୁ। ସୋ ଦୁଇଟା ହେଉଛି ସୋ ମୁଁ ସେୟା ଭାବିଲି ଯେ ସାଧାରଣତନ୍ତ୍ର ଦିବସରେ ଯେମିତି ଫ୍ଲାଗ ହୋଏଷ୍ଟିଂ କରିବା ଯେମିତି ଗୋଟେ ମହତ୍ତ୍ୱ କାମ, ଏଇଟା ବି ଗୋଟେ ମହତ୍ତ୍ୱ କାମ। ସେଥିପାଇଁ ମୁଁ ସେ ଦେଶ ଲୋକଙ୍କ ସେବା ଦେଶର ସେବା ସହାୟକ କରି ଦେଖାଯାଉ ଭାବିଲି ବନେଇଛି।